ସମସ୍ୟା ବିଷୟରେ ଚିନ୍ତା କଲେ ବାହାନା ହିଁ ମିଳିଥାଏ, କିନ୍ତୁ ସମାଧାନ ବିଷୟରେ ଚିନ୍ତା କଲେ ରାସ୍ତା ମିଳିଥାଏ। ଏହି ଦୁଇଟି କଥା ମଣିଷକୁ ନିଜ ଲୋକଙ୍କ ଠାରୁ ଦୂରେଇ ଦେଇଥାଏ। ଗୋଟିଏ ହେଲା ଅହଙ୍କାର ଏବଂ ଅନ୍ୟଟି ସନ୍ଦେହ। ଅହଙ୍କାର ଦେଖି କୌଣସି ସମ୍ପର୍କକୁ ଭାଙ୍ଗି ଦେବାଠାରୁ ଭଲ କ୍ଷମା ମାଗିକି ସେହି ସମ୍ପର୍କକୁ ବଞ୍ଚେଇ ରଖିବା। ଛୋଟ ଛୋଟ କଥାରେ ହିଁ ଖୁସି ଖୋଜିବା ଦରକାର, କାହିଁକି ନା ବଡ଼ ବଡ଼ କଥାରେ ତ ଜୀବନରେ କିଛି ହିଁ ନଥାଏ। ଛୋଟ ଛୋଟ ଖୁସିକୁ ମନ ଭରି ଉପଭୋଗ କରିବା ଉଚିତ। ଏହାଦ୍ୱାରା ଜୀବନ ଆନନ୍ଦରେ କଟିଥାଏ। ଖୁସି ରହିବାକୁ ଚାହୁଁଛ ତ ଅଧିକ ଧ୍ୟାନ ସେହି ଜିନିଷ ଉପରେ ଦିଅ ଯାହା ଆପଣଙ୍କ ପାଖରେ ଅଛି, ତାହା ଉପରେ ନୁହେଁ ଯାହା ଆପଣଙ୍କ ପାଖରେ ନାହିଁ। ତୁମେ ଦୁନିଆରେ ସମସ୍ତଙ୍କ ଠାରୁ ଜିତିପାରିବ, କେବଳ ସେହି ମଣିଷ ଠାରୁ ନୁହେଁ ଯିଏ ତୁମକୁ ଜିତାଇବା ପାଇଁ ଜାଣି ଜାଣି ହାରିଥାଏ। ଗୋଟିଏ ମିନିଟରେ ଜୀବନ କେବେ ବଦଳି ନଥାଏ, କିନ୍ତୁ ଗୋଟିଏ ମିନିଟରେ ନିଆଯାଇଥିବା ନିଷ୍ପତ୍ତି ସାରା ଜୀବନକୁ ବଦଳାଇ ଦେଇଥାଏ। ଜୀବନକୁ ନେଇ ଅଭିଯୋଗ ଯେତେ କମ୍ ରହିବ, ଆମ ଜୀବନ ସେତେ ଅଧିକ ସୁନ୍ଦର ହେବାକୁ ଲାଗିବ। ଭଲ ମଣିଷ କେବଳ ନିଜ କର୍ମରୁ ହିଁ ପରିଚିତ ହୋଇଥାନ୍ତି, କାହିଁକି ନା ଭଲ କଥା ତ ଖରାପ ଲୋକ ବି କହିଦେଇଥାନ୍ତି। ଯେଉଁ ସମୟରେ ଆମେ କାହାର ଅପମାନ କରିଥାନ୍ତି, ସେହି ସମୟରେ ଆମେ ନିଜର ସମ୍ମାନ ହରାଇ ବସିଥାନ୍ତି। ଯଦି କୌଣସି ଭୁଲ ଯୋଗୁଁ କାଲିର ଦିନ ଖରାପରେ ବିତିଥାଏ, ତେବେ ତାକୁ ମନେ ପକାଇ ଆଜିର ଦିନଟିକୁ ବ୍ୟର୍ଥ କର ନାହିଁ। ଯେବେ ସମ୍ପର୍କରେ ମିଛ କହିବା ଆବଶ୍ୟକ ହୋଇଯାଏ, ତେବେ ଏହି କଥା ବୁଝିଯାଅ କି ସମ୍ପର୍କ ଶେଷ ହେବାକୁ ଯାଉଛି। ଜୀବନରେ ଭଲ ମଣିଷକୁ ଖୋଜ ନାହିଁ, ବରଂ ନିଜେ ଜଣେ ଭଲ ମଣିଷ ହୋଇଯାଅ। କିଏ ଜାଣେ ଆପଣଙ୍କୁ ପାଇକି କାହାର ଖୋଜିବା ଶେଷ ହୋଇଯିବ। ଯିଏ ଶକ୍ତି ନଥାଇ ବି ମନରୁ ହାରି ନଥାଏ, ତାକୁ ଦୁନିଆର କୌଣସି ଶକ୍ତି ହରାଇ ପାରେ ନାହିଁ। ବିତି ଯାଇଥିବା କାଲିର ଅନୁତାପ ଆଉ ଆସୁଥିବା ଭବିଷ୍ୟତର ଚିନ୍ତା, ଏହି ଦୁଇଟି ଏମିତି ଚୋର ଅଟନ୍ତି ଯିଏ ଆମ ଜୀବନର ସୁନ୍ଦରତାକୁ ଚୋରେଇ ନେଇଥାନ୍ତି। ଯିଏ ଆପଣଙ୍କୁ ଦେଖି ଈର୍ଷା କରୁଛନ୍ତି, ତାଙ୍କୁ କେବେ ଘୃଣା କର ନାହିଁ, କାହିଁକି ନା ଏମାନେ ହେଲେ ସେହି ଲୋକ ଯିଏ ଏହା ବୁଝି ଯାଇଛନ୍ତି କି ଆପଣ ତାଙ୍କଠାରୁ ଉଚ୍ଚରେ ଅଛନ୍ତି। ଯିଏ ମନର କଷ୍ଟକୁ କାହା ଆଗରେ ପ୍ରକାଶ କରିପାରେ ନାହିଁ, ତାକୁ କ୍ରୋଧ ଅଧିକ ହିଁ ଆସିଥାଏ। ଯାହା ପାଖରେ ଆଶା ଥାଏ, ସିଏ ଲକ୍ଷେ ଥର ହାରିଲେ ବି କେବେ ବି ହାରିପାରିବ ନାହିଁ। ପ୍ରତ୍ୟେକ ମଣିଷ ଭିତରେ ଏକ ଏମିତି ଶକ୍ତି ଲୁଚି ରହିଥାଏ, ଯେବେ ତାହା ଜାଗ୍ରତ ହୋଇଥାଏ, ତେବେ ଚମତ୍କାର ହିଁ ହୋଇଥାଏ। ନିଜ ଶକ୍ତିକୁ ଚିହ୍ନନ୍ତୁ ଏବଂ ଏକ ଶାନ୍ତ ଆଉ ବିନମ୍ର ବ୍ୟକ୍ତି ସହିତ ନିଜର ତୁଳନା କରିକି ଦେଖନ୍ତୁ। ଆପଣଙ୍କୁ ଏହା ନିଶ୍ଚିନ୍ତ ଲାଗିବ ଆପଣଙ୍କ ଗର୍ବ ତ୍ୟାଗର ଯୋଗ୍ୟ ଅଟେ। ଦୁର୍ବଳ ବ୍ୟକ୍ତି ସହିତ ଶତ୍ରୁତା ଅଧିକ ଭୟଙ୍କର ହୋଇଥାଏ, କାହିଁକି ନା ଏମାନେ ସେହି ସମୟରେ ହିଁ ପ୍ରହାର କରିଥାନ୍ତି ଯେବେ ଆପଣ ତାହାର କଳ୍ପନା କରିନଥାନ୍ତି। ଯେବେ ଏ ଦୁନିଆ ଏହା କହିଥାଏ କି ହାର ମାନିନିଅ, ସେତେବେଳେ ଆଶା ଧୀରେ କିରି କହିଥାଏ ଆଉ ଥରେ ଚେଷ୍ଟା କର। ଜୀବନର ଅଧା ଅଭିଯୋଗ ଏମିତି ହିଁ ଠିକ୍ ହୋଇଯିବ ଯଦି ଲୋକ ଜଣେ ଅନ୍ୟ ଜଣଙ୍କ ବିରୋଧରେ କହିବା ବଦଳରେ ଜଣେ ଅନ୍ୟ ଜଣଙ୍କ ଠାରୁ କହିବା ଶିଖିବେ। ଯେବେ ଜୀବନ ହସାଉଛି, ତେବେ ଏହା ବୁଝିଯାଅ କି ଭଲ କର୍ମର ଫଳ ମିଳୁଛି। ଆଉ ଯେବେ ଜୀବନ କନ୍ଦାଉଛି, ତ ଏହି କଥା ବୁଝିଯାଅ କି ଏବେ ଭଲ କର୍ମ କରିବାର ସମୟ ଆସିଛି। ଆପଣଙ୍କ ପ୍ରକୃତ ମୁକାବିଲା କେବଳ ଆପଣଙ୍କ ସହିତ। ଯଦି ଆଜି ଆପଣ ନିଜକୁ ଅତୀତ ଠାରୁ ଅଧିକ ଭଲ ଥିବାର ପାଉଛନ୍ତି, ଏହା ହିଁ ଆପଣଙ୍କ ବଡ଼ ବିଜୟ ଅଟେ। ଭୁଲ ହେବା ମଣିଷର ସ୍ୱଭାବ ଅଟେ, କିନ୍ତୁ ଭୁଲକୁ ସ୍ୱୀକାର କରିନେବା ଆଉ ସେପରି ଭୁଲ ନ କରିବାକୁ ଚେଷ୍ଟା କରିବା ସାହସୀ ହେବାର ପ୍ରତୀକ ଅଟେ। ଯଦି ଆପଣ ପ୍ରୟାସ କରିବା ପରେ ବି ଅସଫଳ ହେଇଯାଉଛନ୍ତି, ତେବେ ଆପଣ ସେହି ବ୍ୟକ୍ତିଠାରୁ ଅଧିକ ମହାନ ଅଟନ୍ତି, ଯିଏ ବିନା ପ୍ରୟାସରେ ସଫଳତାକୁ ହାସିଲ କରିଛି। ଯେବେ କୌଣସି ବ୍ୟକ୍ତି ତୁମ ପାଖକୁ କିଛି ମାଗିବା ପାଇଁ ଆସେ, ତେବେ ପରମାତ୍ମାଙ୍କୁ ଧନ୍ୟବାଦ ଦିଅ। ତୁମକୁ ଦେବା ଲୋକଙ୍କ ଭିତରେ ରଖିଛନ୍ତି, ନହେଲେ ସିଏ ତ ସମସ୍ତଙ୍କ ପାଇଁ ଏକା ହିଁ ଯଥେଷ୍ଟ। ସଫଳ ବ୍ୟକ୍ତି ନିଜ ଚେହେରାରେ ଦୁଇଟି ଜିନିଷ ରଖିଥାନ୍ତି। ପ୍ରଥମ ହେଲା ହସ, ଯାହା ସମସ୍ୟାର ସମାଧାନ ପାଇଁ, ଆଉ ଦ୍ୱିତୀୟ ହେଲା ନୀରବତା, ସମସ୍ୟାଠାରୁ ଦୂରେଇ ରହିବା ପାଇଁ। କୌଣସି ମଣିଷର ବର୍ତ୍ତମାନ ସ୍ଥିତି ଦେଖିକି ତାର ଭବିଷ୍ୟତକୁ ନେଇ ପରିହାସ କର ନାହିଁ, କାହିଁକି ନା ସମୟ ପାଖରେ ଏତେ ଶକ୍ତି ଅଛି ଯେ ସେ କୋଇଲାକୁ ବି
ହୀରାରେ ପରିଣତ କରିଦିଏ। ଜୀବନର ସବୁଠୁ ବଡ଼ ଅପରାଧ ହେଉଛି କାହା ଆଖିରେ ଲୁହ ଦେବା, ଆଉ ଜୀବନର ସବୁଠୁ ବଡ଼ ଉପଲବ୍ଧି ହେଉଛି କାହା ମୁହଁରେ ହସ ଦେବା। ଈଶ୍ୱରଙ୍କୁ ଯଦି କିଛି ମାଗିଲ, ଆଉ ଯଦି ତାହା ନ ମିଳିଲା, ତେବେ ମନ ଦୁଃଖ କର ନାହିଁ, କାହିଁକି ନା ଈଶ୍ୱର ଆମକୁ ତାହା ଦେଇନଥାନ୍ତି ଯାହା ଆମକୁ ଭଲ ଲାଗିଥାଏ, ବରଂ ଈଶ୍ୱର ଆମକୁ ତାହା ଦେଇଥାନ୍ତି ଯାହା ଆମ ପାଇଁ ଭଲ ହୋଇଥାଏ। ଆଜିକା ଦୁନିଆରେ ବିଶ୍ୱାସ କରି ନିଜର ସମସ୍ୟା କାହାକୁ ବି କୁହନ୍ତୁ ନାହିଁ, କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ଆପଣଙ୍କ ଦୁର୍ବଳତାର ଫାଇଦା ନିଶ୍ଚୟ ଉଠେଇବେ। ବେଳେବେଳେ ମଣିଷ ଅଣନିଶ୍ୱାସୀ ହୋଇଯାଏ, କାରଣ ମନର ମଣିଷ ମନରେ ତ ଥାଏ କିନ୍ତୁ ପାଖରେ ନଥାଏ। ବହୁତ ସମ୍ପର୍କ ଏହି କାରଣରୁ ଭାଙ୍ଗିଯାଏ କି ଜଣେ କହିପାରି ନଥାଏ ତ ଆଉ ଜଣେ ବୁଝିପାରି ନଥାଏ। ନିଜ ଜୀବନକୁ ନେଇ କେବେ ନିରାଶ ହୁଅନି। କିଏ ଜାଣିଛି ଆପଣଙ୍କ ପରି ଜୀବନ ଜୀଇଁବା ଆଉ କାହାର ସ୍ୱପ୍ନ ଥିବ। ମୁଁ ଜାଣିଛି କି ମୋର ବି କିଛି ପ୍ରତିଭା ଅଛି, କାହିଁକି ନା ଈଶ୍ୱର କୌଣସି ଜିନିଷକୁ ବେକାରରେ ବନେଇ ନଥିବେ। ବହୁତ ଶକ୍ତିଶାଳୀ ହୋଇଯାଆନ୍ତି ସେହି ଲୋକ ଯିଏ ଭିତରୁ ଭାଙ୍ଗି ଯାଇଛନ୍ତି। ଏକୁଟିଆ ରହିବା ସବୁଠୁ ଭଲ ସେମାନଙ୍କଠାରୁ ଯାହାକୁ ତୁମ ରହିବା କି ନ ରହିବାର କିଛି ଫରକ ପଡ଼େ ନାହିଁ। ସମୟ ପରିସ୍ଥିତି ଦେଖି ବଦଳିଥାଏ, ଆଉ ଆପଣାର ସୁଯୋଗ ଦେଖି ବଦଳିଥାନ୍ତି। ଆଜି ଯାହାର ମୂଲ୍ୟ ତୁମ ପାଖରେ ନାହିଁ, କାଲି ହୁଏତ ତାର ସବୁଠାରୁ ବେଶୀ ଆବଶ୍ୟକତା ପଡ଼ିପାରେ। ମନେ ରଖନ୍ତୁ, ସମୟ କିଛି ବି କରିପାରେ। ଜୀବନରେ ଯଦି ଖୁସି ରହିବାକୁ ଚାହୁଁଛ, ତେବେ ଅନ୍ୟର ଖରାପ କଥାକୁ ଅଣଦେଖା କରିବା ଶିଖ। ଜରୁରୀ ନୁହେଁ କି ଭୁଲ କଲେ ହିଁ ଦୁଃଖ ମିଳିବ। ବେଳେବେଳେ ଆବଶ୍ୟକତାଠାରୁ ଅଧିକ ଭଲ ହେବା ବି ବହୁତ ସାରା ଅପମାନ ସହିବାକୁ ପଡ଼ିଥାଏ। ଯଦି ଆପଣଙ୍କର ବହୁତ ଦିନ ହେଲା କାହା ସହ କଥାବାର୍ତ୍ତା ବନ୍ଦ ଅଛି, ତେବେ କଲ୍ କି ମେସେଜ କରି ବୁଝି ନିଅନ୍ତୁ କି ସେ ବଞ୍ଚିଛନ୍ତି କି ମରିଯାଇଛନ୍ତି। ଯଦି ସେ ବଞ୍ଚିଛନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣ ତାଙ୍କ ପାଇଁ ମରିଗଲେଣି। ଶତ୍ରୁଠାରୁ ଧୋକାର ଭୟ ନଥାଏ। ଭୟ ତ ସେହି ନିଜ ଲୋକଙ୍କ ଉପରେ ଥାଏ ଯିଏ ଆମର ଦୁର୍ବଳତା କ'ଣ ଜାଣିଛନ୍ତି। ଜୀବନରେ ସବୁକିଛି ପୁଣି ଥରେ ମିଳିଯାଇପାରେ, ହେଲେ ସମୟ ସହ ହଜିଯାଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳିନଥାଏ। ଖରାପ କରିବାର ବିଚାର ଆସେ ତ କାଲିକି ରଖିଦିଅ, ଆଉ ଭଲ କରିବାର ବିଚାର ଆସେ ତାହେଲେ ତାକୁ ଆଜି ହିଁ କରିଦିଅ। ପିଠିକୁ ସବୁବେଳେ ମଜବୁତ ରଖ, କାହିଁକି ନା ସାବାସୀ ଆଉ ଧୋକା ସବୁବେଳେ ପଛପଟୁ ହିଁ ମିଳିଥାଏ। ବାରମ୍ବାର ମନ କହେ ହାର ମାନିଯିବା ପାଇଁ, କିନ୍ତୁ ପୁଣି ମନେ ପଡ଼ିଯାଏ ଏବେ ତ ବହୁତ ଲୋକଙ୍କ କଥାକୁ ମିଛ ବୋଲି ପ୍ରମାଣ କରିବାର ଅଛି। ଅନ୍ୟର ଖରାପ ସମୟରେ ହସିବା ଲୋକଙ୍କ ପାଇଁ ସମୟ ଯେବେ ଶକ୍ତି ପ୍ରହାର କରିଥାଏ, ସେତେବେଳେ ଚାରିଦିଗରୁ ପ୍ରହାର କରିଥାଏ। କେହି ଜଣେ ସତ୍ୟ ହିଁ କହିଛନ୍ତି, ମୁଁ ପସନ୍ଦ ତ ବହୁତ ଜଣଙ୍କର, କିନ୍ତୁ ସେତେବେଳେ ଯେତେବେଳେ ସେମାନଙ୍କର ଆବଶ୍ୟକତା ପଡ଼େ। ଜୀବନ ବଞ୍ଚିବାର ଦୁଇଟି ରାସ୍ତା, ଯିଏ ପସନ୍ଦ ତାକୁ ନିଜର କର, ନହେଲେ ଯିଏ ନିଜର ତାକୁ ପସନ୍ଦ କର। କେହି ଭରସା ଭାଙ୍ଗେ ତେବେ ତାକୁ ଧନ୍ୟବାଦ ଦିଅ। ସିଏ ହିଁ ଶିଖେଇଥାଏ କି ଭରସା ବୁଝି ବିଚାରି କରିବା ଦରକାର। ଯାହା ପାଖରେ ବିଶ୍ୱାସ ଅଛି ସେ ହଜାର ଥର ହାରିକି ବି ମନର ପ୍ରଶ୍ନରେ ହାରି ନଥାଏ। ମଣିଷର ବୁଝିବା ଶକ୍ତି କେବଳ ଏତିକି, ତାକୁ ପଶୁ କୁହ ତ ସିଏ ରାଗିଯିବ, ତାକୁ ସିଂହ କୁହ ତ ସେ ଖୁସି ହୋଇଯିବ। ହାତ ଧରିବା ପାଇଁ ତ ଅନେକ ଲୋକ ଅଛନ୍ତି, କିନ୍ତୁ ମଝି ରାସ୍ତାରେ ହାତ ନ ଛାଡ଼ିବା ଭଳି ମଣିଷ ବହୁତ କମ୍ ମିଳନ୍ତି। ବିଶ୍ୱାସ କରିବା ଲୋକଠାରୁ ତ ବିଶ୍ୱାସ ଭାଙ୍ଗିବା ଲୋକଟି ଅଧିକ ମୂର୍ଖ ହୋଇଥାଏ। ଗୋଟିଏ ଛୋଟ ସ୍ୱାର୍ଥ ଆଶାରେ ସେ ଗୋଟିଏ ଭଲ ମଣିଷକୁ ନିଜ ଜୀବନରୁ ହରେଇ ଦେଇଥାଏ। ସମୟର ତ ହାତ ନଥାଏ, ତଥାପି ତାର ଚାପୁଡ଼ା ବହୁତ ଶକ୍ତ ହୋଇଥାଏ। ସମୟ ଥାଉ ଥାଉ ସମୟକୁ ବୁଝିଗଲେ ଭଲ, ନହେଲେ ପଶ୍ଚାତାପ ବି ବଡ଼ କଷ୍ଟ ଦେଇଥାଏ। ଜୀବନରେ ଥରୁଟିଏ ଦୂରେଇ ଯିବ, ହେଲେ ଆଉ ଥରେ ଧୋକା ଦେବା ପାଇଁ ସୁଯୋଗ କେବେ ଦେବ ନାହିଁ। ପ୍ରଥମେ ସବୁବେଳେ ଆମେ ଭୁଲ ମଣିଷକୁ ପସନ୍ଦ କରୁ, ଆଉ ଯେବେ ଭଲ ଲୋକ ମିଳନ୍ତି ଆମେ ବିଶ୍ୱାସ କରିବା ହିଁ ଛାଡ଼ି ଦେଇଥାଉ। ମିଛ ପ୍ରେମ କରୁଥିବା ଲୋକ କେବେ ନା କେବେ ତୁମକୁ ତୁମ ସତୀତ୍ୱର ପ୍ରମାଣ ନିଶ୍ଚୟ ମାଗିବ। ସବୁ କଥାକୁ ମନରେ ଲଗେଇବ ତ ସାରା ଜୀବନ କାନ୍ଦିବ। ସେଥିପାଇଁ ଯିଏ ଯେମିତି ତା ସହ ବି ସେମିତି ବ୍ୟବହାର କର।
ସମୟ, ବିଶ୍ୱାସ ଏବଂ ସମ୍ମାନ ଏମାନେ ସବୁ ଏମିତି ପକ୍ଷୀ ଯିଏ ଥରେ ଉଡ଼ିଗଲେ ଆଉ କେବେ ବି ଫେରିକି ଆସିନଥାନ୍ତି। ଝିଅଟିଏ ସେହି ପୁଅକୁ ପାଗଳ ପରି ଭଲ ପାଇଥାଏ, ଯେଉଁ ପୁଅ ଝିଅଟିକୁ ସବୁ ପରିସ୍ଥିତିରେ ଯତ୍ନ, ସମ୍ମାନ, ସମୟ ଏବଂ ଢେର ସାରା ଭଲ ପାଇବା ଦେଉଥାଏ। ବେଳେବେଳେ ସମୟର ପରିବର୍ତ୍ତନରେ ମିତ୍ର ବି ଶତ୍ରୁ ହୋଇଯାଏ ଏବଂ ଶତ୍ରୁ ବି ମିତ୍ର ହୋଇଯାଏ, କାରଣ ସ୍ୱାର୍ଥ ହିଁ ସବୁକିଛି ହୋଇଥାଏ। ଯେଉଁ ବ୍ୟକ୍ତି ତୁମ ସହିତ ପ୍ରତିଦ୍ୱନ୍ଦ୍ୱୀ କରିପାରନ୍ତି ନାହିଁ, ସେହି ଲୋକ ହିଁ ତୁମକୁ ଘୃଣା କରନ୍ତି ଏବଂ ତୁମର ଅପମାନ କରନ୍ତି। ଲୋକଙ୍କ ମୁହଁକୁ ବନ୍ଦ କରିବା ଅପେକ୍ଷା ନିଜର କାନ ବନ୍ଦ କରିଦେବା ବହୁତ ଭଲ। ଏପରି କରିବା ଦ୍ୱାରା ଜୀବନ ବହୁତ ସୁନ୍ଦର ହୋଇଯିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।